राज्य सरकार पेन्सनभोगीଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଏହା ରାଜ୍ୟରେ ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର କହିଲେ ଭୁଲ ହେବନି। ଏହି ପରିପ୍ରେକ୍ଷୀରେ ସରକାର ଦେଇଥିବା ସେହି ଖୁସି ଖବର କ'ଣ ଆପଣ ଜାଣନ୍ତି କି? ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ପେନସନ ପାଇଁ କିଛି ଦିନ ଅପେକ୍ଷା କରି ରହୁଥିଲେ। କିନ୍ତୁ ବର୍ତ୍ତମାନ ସରକାରୀ କର୍ମଚାରୀମାନେ ଘରକୁ ଆସି ପେନସନ ଟଙ୍କା ଦେଉଛନ୍ତି। ସରକାର ବିଳମ୍ବ ନ କରି ପ୍ରତିମାସ ପେନସନ ଯୋଗାଇ ଦେଉଥିଲେ। କିନ୍ତୁ ଯଦି କୌଣସି ବୟସ୍କଙ୍କର ହଠାତ୍ ମୃତ୍ୟୁ ହୁଏ, ତେବେ ତାଙ୍କ ପେନସନ ବନ୍ଦ ହୋଇଯିବ, ଯାହା ତାଙ୍କ ପରିବାର ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଥାଏ। ଯଦି ଜଣେ ବୃଦ୍ଧ, ସେ ଶଯ୍ୟାଶାୟୀ ହୁଅନ୍ତୁ କିମ୍ବା ବୃଦ୍ଧ, ଘରର ପୁରୁଷ ମୁଖ୍ୟ ଅର୍ଥାତ୍ ଯଦି ମାଲିକ ମରିଯାଏ, ତେବେ ସରକାର ଘରର ମହିଳା ଓ ପତ୍ନୀଙ୍କୁ ପେନସନ ଯୋଗାନ୍ତି। କିନ୍ତୁ କଥା ହେଉଛି, ଯଦି ଏହି ଜଣେ ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ପରିବାର ହଠାତ୍ ଭାଙ୍ଗିଯାଇଥାଏ। ଅନେକ ଆର୍ଥିକ ଅସୁବିଧା ଅଛି। ଏପରିକି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା ପରେ ବି ଅନେକ ମାସ ପର୍ଯ୍ୟନ୍ତ ତାଙ୍କୁ ପେନସନ ମିଳେ ନାହିଁ। କିନ୍ତୁ ବର୍ତ୍ତମାନ ଏଥିପାଇଁ କୌଣସି ଅସୁବିଧା ନାହିଁ। ଏଣିକି ରାଜ୍ୟ ସରକାର ସ୍ୱାମୀଙ୍କ ମୃତ୍ୟୁର ଏକ ମାସ ମଧ୍ୟରେ ସବୁ ପ୍ରକ୍ରିୟା ଶେଷ କରି ପେନସନ ପ୍ରଦାନ କରିବେ। ଯଦି ପେନସନ ଗ୍ରହଣ କରୁଥିବା ସ୍ୱାମୀ ମରିଯାଆନ୍ତି, ତେବେ ସରକାର ସେହି ମାସରେ ପତ୍ନୀଙ୍କୁ ପେନସନ ପ୍ରଦାନ କରିବେ। ଏହି ମାସର ନଭେମ୍ବର 1 ରୁ 15 ମଧ୍ୟରେ ବିଧବା ହୋଇଥିବା 5,402 ପତ୍ନୀଙ୍କୁ 4,000 ହାରରେ ପେନସନ ଦିଆଯିବ। ଆହୁରି ମଧ୍ୟ ପ୍ରାୟ 50,000 ଲୋକ, ଯେଉଁମାନେ 3 ମାସ ମଧ୍ୟରେ ପେନସନ ନେଇପାରିନାହାନ୍ତି, ସେମାନଙ୍କୁ 3 ମାସ ପାଇଁ 12,000 ଟଙ୍କା ଏବଂ 2 ଏବଂ 3 ମାସ ପାଇଁ ମାସିକ 4,000 ଟଙ୍କା ପ୍ରଦାନ କରାଯିବ। ସମସ୍ତେ ଜାଣନ୍ତି ଯେ, ନୂତନ ବର୍ଷର ଗୋଟିଏ ଦିନ ପୂର୍ବରୁ ସରକାର ଉପହାର ସ୍ୱରୂପ ପେନସନ ବଣ୍ଟନ କରନ୍ତି। କୁହାଯାଏ ଯେ ଯଦି ଥରେ 2 ମାସ ଦିଆଯାଏ, ତେବେ 8,000 ଟଙ୍କା ଦିଆଯିବ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।